ଖାଇକି ଆସିଛ? ତମେ ମାନେ ସ୍ୱାଧୀନତା ଦିବସ ପାଳନ କର ନା ନାହିଁ? ସ୍କୁଲରେ ପାଳନ କର ତ? ଏବେ ପାଳନ କରିଥିବ ଅଗଷ୍ଟ 15 ତାରିଖ। ମନେ ଅଛି ତ? ସ୍ୱାଧୀନତା ଦିବସ କେବେ? ଅଗଷ୍ଟ 15 ତାରିଖ। ଏବେ ମୁଁ ତମକୁ କହିବି ଆମେ କଣ ପାଇଁ ସ୍ୱାଧୀନତା ଦିବସ ପାଳନ କରନ୍ତି। ତମେ ଜାଣିଛ? ଏବେ ମୁଁ କହିବି ହେଲା ମନେ ରଖ ସମସ୍ତେ। ଆମ ଦେଶ ପ୍ରଥମେ ଆମ ଦେଶ କଣ? ଆମ ଦେଶ ନାମ କଣ ଜାଣିଛ? ଭାରତ। ବୁଝିଲ? ମନେ ରହିଲା କଣ ଦେଶ ନା? ଭାରତ। ହେଲା ପ୍ରଥମେ ଆମ ଏ ଦେଶ ଇଂରେଜ ମାନଙ୍କ ଶାସନରେ ଥିଲା। ବୁଝିଲ? ସେମାନେ ଆମକୁ ଦିନ ରାତି କାମ କରଉଥିଲେ, ଖାଇବାକୁ ଦଉନଥିଲେ, କାମ କଲେ ପଇସା ଦଉନଥିଲେ, ସେମାନଙ୍କ ଇଚ୍ଛାରେ ଶୋଇବା ପାଇଁ କହୁଥିଲେ, ଖାଇବା ପାଇଁ କହୁଥିଲେ, ସେମାନେ ଆମକୁ ବହୁତ ଜୋରରେ ମାଡ଼ ମାରୁଥିଲେ। ହେଲା ତାଙ୍କ ବିରୋଧରେ ଯିଏ ଯିବ ତାକୁ ମାନଙ୍କୁ ସେ ମାରି ବି ଦଉଥିଲେ। ହେଲା ତାପରେ ଆମର ଦେଶର ବହୁତ ବଡ଼ ବଡ଼ ଲୋକ ମାନେ ସ୍ୱାଧୀନତା ସଂଗ୍ରାମୀ ମାନେ ମହାତ୍ମା ଗାନ୍ଧୀଙ୍କ ନାମ ଜାଣିଛ ନା ନାହିଁ? ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଲାଲ ଲାଜପତ ରାୟ, ଏମାନଙ୍କ ନାଁ ଶୁଣିଛ ନା ନାହିଁ? ରାଣୀ ଲକ୍ଷ୍ମୀବାଇ ମାନେ ବଡ଼ ବଡ଼ ସ୍ୱାଧୀନତା ସଂଗ୍ରାମୀ ଆଉ ଅନେକ ଜଣ ବି ସେମାନେ ସବୁ ଲଢ଼ିକି ସଂଗ୍ରାମ କରିକି ଅଗଷ୍ଟ 15 ଦିନ ହେଲା 1947 ମସିହା ଦିନ ଆମ ଦେଶକୁ ସ୍ୱାଧୀନ କରିଥିଲେ। ବୁଝିପାରିଲ? ସେ ଦିନଠୁ ଆମ ଦେଶ ସ୍ୱାଧୀନ ହେଲା ମାନେ ଆମେ ଆମ ନିଜେ ନିଜର କାମ କଲେ। ବୁଝିପାରିଲ? ଯଦି ଏବେ ଆମ ଦେଶ ସ୍ୱାଧୀନ ହେଇପାରିଥାନ୍ତା ସେମାନେ ଆମକୁ ଶାସନ କରିଥାନ୍ତେ ନା ନାହିଁ? ଆମେ ଏମିତି ପାଠ ପଢି ପାରିନଥାନ୍ତେ। ବୁଝିପାରିଲ? କଣ ପାଇଁ ଆମେ ସ୍ୱାଧୀନତା ଦିବସ ପାଳନ କରନ୍ତି? କେବେ ପାଳନ କରନ୍ତି? ଅଗଷ୍ଟ 15 ତାରିଖ। କଣ ହେଇଥିଲା ଅଗଷ୍ଟ 15 ଦିନ? ହାଁ? କୁହ ବଡ଼ ପାଟିରେ। ହେଲା ଆମେ ଇଂରେଜ ମାନଙ୍କଠୁ ମୁକ୍ତି ପାଇଲୁ। ସେମାନେ ଆମକୁ ଶାସନ କରୁଥିଲେ। ବୁଝିଲ? ବୁଝିପାରିଲ ତ? କଣ ପାଇଁ ତମେ ସ୍ୱାଧୀନତା ଦିବସ ଦିନ ଆସିକି ସ୍କୁଲରେ କହିଲ? ଫୁଲ ତୋଳୁ, ସକାଳୁ ସକାଳୁ ସ୍କୁଲ ଆସୁ, ପତାକା ଲଗାଇ ଆମର ଇତ୍ୟାଦି ସବୁଆଡ଼େ ବୁଲୁ। ତମେ କୁହ। ମାନେ ଆମେ ସକାଳ ସକାଳ ଆସିଥିଲେ ନାହିଁ ପତାକା ଧରିକି ଗର୍ବର ସହିତ ଆମେ ଗାଁରେ ବୁଲନ୍ତି କି ଆମେ ଏଇ ଦିନ ସ୍ୱାଧୀନ ହେଲୁ। ଆମେ ନିଜ କାମ ନିଜେ କରିବୁ, ନିଜ ଇଚ୍ଛାରେ ରହିବୁ, ଆମକୁ କେହି ବି ଅଧୀନ କରିପାରିବେନି। ବୁଝିପାରିଲେ ସମସ୍ତେ? ଅଗଷ୍ଟ 15 ଦିନ ଆମେ ସ୍ୱାଧୀନତା ଦିବସ ପାଳନ କରୁ। ଆମେ ସ୍ୱାଧୀନ ହେଲୁ। ମନେ ହେଲା?